ବୁଟ ଡାଲି ଆଳୁ ତରକାରୀ ତ ଆପଣମାନେ ଅନେକ ଥର ବନେଇକି ଖାଇଥିବେ, କିନ୍ତୁ ମୋର ଏ ନୂଆ ଶୈଳୀରେ ଥରେ ବନେଇକି ଦେଖନ୍ତୁ। ମାଂସ ତରକାରୀ ବି ଫିକା ଲାଗିବ, ଏତେ ବଢ଼ିଆ ପୁରା ବାସ୍ନା ଆଉ ସ୍ୱାଦ। ବନେଇବା ସମୟରେ ଦେଖିବେ ଘରେ ପୁରା ବାସ୍ନାରେ କମ୍ପି ଉଠୁଥିବ ଘର, ବହୁତ ସ୍ୱାଦିଷ୍ଟ ଲାଗେ ଏ ରେସିପିଟି। ଆପଣମାନେ ଭାତ, ରୁଟି, ପରଟା ଯେକୌଣସି ଜଳଖିଆରେ ବି এই ରେସିପିଟି ବନେଇକିରି ଖାଇପାରିବେ। ତ ଫୁଲ୍ ଭିଡ଼ିଓକୁ ୱାଚ୍ କରନ୍ତୁ। ଆଶା କରୁଛି ଆଜିର ଭିଡ଼ିଓଟି ଆପଣମାନଙ୍କୁ ପସନ୍ଦ ଆସିବ। ଯଦି ଭିଡ଼ିଓ ପସନ୍ଦ ଆସିବ ଲାଇକ୍ କରିବେ, ସେୟାର କରିବେ, ଚ୍ୟାନେଲ୍ ନୂଆ ଥିଲେ ସବସ୍କ୍ରାଇବ୍ କରିବେ। ତ ଚାଲନ୍ତୁ ଲେଟ୍ ନ କରି ରେସିପି ପ୍ରସ୍ତୁତ କରିବା। ନମସ୍କାର, ଜୟ ଜଗନ୍ନାଥ ଫ୍ରେଣ୍ଡ, ଝିଲି କୁକିଂକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ଯେହେତୁ ଆଜି ଆମେ ତରକାରୀ 5 ମିନିଟରେ ପ୍ରସ୍ତୁତ କରିବା, ତ ପ୍ରେସର କୁକରରେ ହିଁ ପ୍ରସ୍ତୁତ କରିବା। ବିନା ଝଞ୍ଝଟରେ ବନିକି ରେଡ଼ି ହେଇଯିବ। ଆଉ ସକାଳର ବ୍ୟସ୍ତତା ଭିତରେ ଯଦି କିଛି ମାନେ ଝଟପଟ ବନେଇବାକୁ ଚାହୁଁଛନ୍ତି, ତାହେଲେ ଏଇ ରେସିପିଟି ଆପଣମାନଙ୍କ ପାଇଁ। ପ୍ରଥମେ କ'ଣ କରିବା ନା, ଗୋଟେ ପ୍ରେସର କୁକର ନେବା। ଯେତିକି ତେଲ ଖାଇବାକୁ ପସନ୍ଦ କରନ୍ତି ସେ ଅନୁସାରେ ତେଲ ଏଡ଼୍ କରିଦେବେ, ଆଉ ଯେତିକି ତରକାରୀ ବନେଇବାକୁ ଚାହିଁବେ ସେ ଅନୁସାରେ ତେଲ ଏଡ଼୍ କରିବେ। ପୁଣି ତେଜପତ୍ର 2ଟି ଏଡ଼୍ କରିବା, ହାଫ୍ ଚାମଚ ଜିରା ଏଡ଼୍ କରିବା। ଆଉ କଟିଂ କରି ରଖିଛି ଦେଖନ୍ତୁ ପିଆଜ, ଏଇଠି ମୁଁ ପୁରା 3ରୁ 4ଟି ବଡ଼ ସାଇଜ୍ ପିଆଜକୁ କଟିଂ କରିଛି। ଦେଖିବେ ଏଇ ତରକାରୀ ଯଦି ପିଆଜର କ୍ୱାଣ୍ଟିଟି ଅଧିକା ଦେବେ, ତାହେଲେ ଦେଖିବେ ତରକାରୀଟି ବହୁତ ବଢ଼ିଆ ବାସ୍ନା ଆଉ ଦେଖିବେ ବହୁତ ବଢ଼ିଆ ଟେଷ୍ଟ ବି ଲାଗିବ। ଆଉ ମାଂସ ତରକାରୀଠୁ ବି ସ୍ୱାଦିଷ୍ଟ ଲାଗିବ। ତ ପିଆଜକୁ ଟିକେ ଆମେ ହାଲକା ସଫ୍ଟ ହେବାକୁ ଦେବା। ପିଆଜ ଟିକେ ହାଲକା ସଫ୍ଟ ହେଇସାରିବା ପରେ ଆମେ ସେଇଥିରେ ରସୁଣକୁ ଏଡ଼୍ କରିବା। ଏଠି ଦେଖନ୍ତୁ ରସୁଣର ଚୋପାକୁ ବାହାର କରି 10ରୁ 15 କୁଲା ରସୁଣ ମୁଁ ସେଥିରେ ଏଡ଼୍ କରିଛି। ଏଥିରେ ରସୁଣର ଫ୍ଲେଭରଟା ବହୁତ ବଢ଼ିଆ ଲାଗେ। ତ ମୁଁ ଏଠି ଛେଚିନି ରସୁଣ, କେବଳ ଗୋଟା ରସୁଣ କୂଳ ହିଁ ମୁଁ ସେଥିରେ ଏଡ଼୍ କରିଛି। ଆପଣମାନେ ଚାହିଁଲେ ଏଠି ଗୋଟା ରସୁଣକୁ ବି ଧୋଇକରି ଏଡ଼୍ କରିପାରିବେ। ଦେଖିବେ ରସୁଣ ଏଥିରେ ବହୁତ ବଢ଼ିଆ ଲାଗେ। ରସୁଣକୁ ମାନେ ଯେତେବେଳେ ତରକାରୀ ଖାଇବେ ତ ସେଇ ସମୟରେ ଖାଇବା ସମୟ ଟିକେ ପ୍ରେସ୍ କରି ପୁରା ଚକଟିକିରି ଖାଇବେ ନା, ବହୁତ ବଢ଼ିଆ ଲାଗେ। ତ ମୁଁ ଏଠି କିନ୍ତୁ ଗୋଟା ରସୁଣକୁ ଏଡ଼୍ କରିନି, କୂଳକୁ ଏଡ଼୍ କରିଛି। ତ ଏଠି ଦେଖନ୍ତୁ ବୁଟ ଡାଲିକୁ ଘଣ୍ଟାଡ଼ି ଆଗରୁ ପୁରା ବତୁରେଇ ଦେଇଥିଲି, ପୁରା ବତୁରେଇ ହେଇଛି ବୁଟ ଡାଲି। ସେଥିରେ ଏଡ଼୍ କରିଦେବା। ପୁଣି ହଳଦୀ ଗୁଣ୍ଡ ଏଡ଼୍ କରିଦେବା 1 ଚାମଚ। ଯେତିକି ରାଗ ଖାଇବେ ସେ ଅନୁସାରେ ଲଙ୍କାଗୁଣ୍ଡ ଏଡ଼୍ କରିବେ। ଏଥିରେ ମୁଁ ଲଙ୍କାଗୁଣ୍ଡ ଏଡ଼୍ କରିଛି 1.5 ଚାମଚ। ତ ଏବେ ଆମେ ଭଲସେ ଆକୁ ଟିକେ ମିକ୍ସ କରିଦେବା। ପିଆଜ ପୁଣି ରସୁଣ, ପୁଣି ସେଥିରେ ଆମେ ଯେହେତୁ ଏଥିରେ ଗୁଣ୍ଡ ମସଲାରେ ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ ଏଡ଼୍ କଲେ, ଆଉ ବୁଟ ଡାଲିକୁ ଏଡ଼୍ କରିଛନ୍ତି, ଟିକେ ଭାଜି ହେବାକୁ ଦେବା। ବୁଟ ଡାଲିଟା ଦେଖିବେ ଯେତେ ବଢ଼ିଆ ଭାଜି ହେବ ନା, ସେତେ ବଢ଼ିଆ ପୁରା ସିଝିବ ବି ଆଉ ଖାଇବାକୁ ବି ଟେଷ୍ଟ ଲାଗିବ। ପୁଣି ଥରେ ଆମେ ସେଥିରେ ଟମାଟୋ ଏଡ଼୍ କରିବା। ଆପଣମାନେ ନୋଟିସ୍ କରିପାରୁଥିବେ ଟମାଟୋ ବି ଦେଖନ୍ତୁ, ଏଠି ମୁଁ ଦେଶୀ ଟମାଟୋ ନେଇଛି କିନ୍ତୁ ଅଧିକା ଟମାଟୋ ଏଡ଼୍ କରିଛି। ଟମାଟୋ ଟିକେ ଅଧିକା ଏଡ଼୍ କରିବା ଦ୍ୱାରା ଦେଖିବେ ଟିକେ ହାଲକା ଖଟାଳିଆ ସ୍ୱାଦ ଆସିବ ଆଉ ଖାଇବାକୁ ବହୁତ ବଢ଼ିଆ ଲାଗିବ। ଆଉ ପୁଣି ଦେଖନ୍ତୁ କଞ୍ଚା ଆଳୁ ହିଁ ନେଇଛି ମୁଁ ଏଥିରେ। ତ ଆପଣମାନେ ଯଦି ସିଝା ଆଳୁ ଏଡ଼୍ କରିବାକୁ ଚାହୁଁଥିବେ ତାହେଲେ ପ୍ରେସର କୁକରରେ ନ ବନେଇକରି ଆପଣମାନେ ଡେକ୍ଚିରେ ବନେଇ ପାରିବେ। ଯେହେତୁ ଆଜି ଆମେ ପ୍ରେସର କୁକରରେ ବନାଉଛନ୍ତି, ସେଥିପାଇଁ ସେଇଥିରେ ମୁଁ କଞ୍ଚା ଆଳୁର ଚୋପାକୁ ବାହାର କରିଦେଇଛି ଆଉ ଆଳୁ କିଛିଟା ନେଇଛି। ଆଳୁକୁ ଟିକେ ବଡ଼ ବଡ଼ ପିସେସ୍ରେ କଟିଂ କରିଦେଇଛି। ଏବେ କ'ଣ କରିବା ନା, ସ୍ୱାଦ ଅନୁସାରେ ଦେଇଦେବା ଲୁଣ। ଲୁଣକୁ ଏଡ଼୍ କରିସାରିବା ପରେ ଆମେ ସେଥିରେ ଆଉ ଟିକେ ତା'ର ଟେଷ୍ଟକୁ ବଢ଼ାଇବା ପାଇଁ ଅଦା, ରସୁଣ, କଞ୍ଚା ଲଙ୍କାର ପେଷ୍ଟ ଦେବା। ଅଦା, ରସୁଣ, କଞ୍ଚା ଲଙ୍କା ଏଠି ପୁରାପୁରି ଅପସନାଲ୍ ଅଛି। ଯେହେତୁ ଆମେ ଏଥିରେ ରସୁଣ କୋଳା ଏଡ଼୍ କରିଛନ୍ତି, କିନ୍ତୁ ମୋ ପାଖରେ ଯେହେତୁ ଥିଲା ମୁଁ ତ ଅଳ୍ପ ଟିକେ ଏଡ଼୍ କରିଦେଇଛି। ଏଇଟା ଆପଣମାନେ ଚାହିଁଲେ ଏଡ଼୍ କରିବେ, ନହେଲେ ସ୍କିପ୍ କରିପାରିବେ। ତ ଏବେ ଆମେ ପୁଣି ଥରେ ଟିକେ ଭଲସେ ଆକୁ ମିକ୍ସ କରିଦେବା, ଯେମିତିକି ଆଳୁ ବି ସେଥିରେ ଟିକେ କଷି ହେଇଯିବ ଆଉ ଟମାଟୋ ବି ଟିକେ ହାଲକା ସିଝିଯିବ, କଷି ହେଇଯିବ। ତ ଏଇଭଳି ପ୍ରୋସେସ୍ରେ ଟିକେ ଆକୁ ମିକ୍ସ କରିବା। ଏହି ସମୟରେ ଗ୍ୟାସ୍ ଆଞ୍ଚକୁ ମିଡ଼ିୟମ୍ ଫ୍ଲେମ୍ରେ ରଖିକରି ଆକୁ ଆମେ ବନେଇବା। ଏଇଭଳି ମିକ୍ସ କରୁଥିବା। ଆପଣମାନେ ଥରେ ବନେଇକି ଦେଖନ୍ତୁ ଏପରି। ଥରେ ମାନେ ବନେଇଲେ ସବୁବେଳେ ବନେଇକି ଖାଇବାକୁ ଇଚ୍ଛା ହେବ ଆଉ ବହୁତ ବଢ଼ିଆ ବାସ୍ନା ବି ହେଉଛି। ଆଉ ଦେଖନ୍ତୁ ଆପଣମାନଙ୍କୁ ଦେଖେଇ ବି ଦେଲି, ବିଲକୁଲ ବି ଏଥିରେ ପାଣି ନାହିଁ, କିନ୍ତୁ ଏଇଥିରେ ଆମେ ବିଲକୁଲ ପାଣି ଏଡ଼୍ କରିବାନି। ଏବେ କ'ଣ କରିବା ନା, ପ୍ରେସର କଭରକୁ ଟିକେ ବନ୍ଦ କରି ପୁରା 3ଟି ସିଟି ଆସିବାକୁ ଦେବା ମିଡ଼ିୟମ୍ ଫ୍ଲେମ୍ରେ। ଦେଖିବେ ବିଲକୁଲ ବି ପୋଡ଼ିବନି, ଯେହେତୁ ଟମାଟୋର କ୍ୱାଣ୍ଟିଟି ଅଧିକା ଅଛି। ତ 2ରୁ 3ଟି ସିଟି ପରେ, ସିଟି ଗଲା ପରେ ଆମେ ଖୋଲିବା କଭରକୁ। ତ ଦେଖିବେ ସିଟି 3ଟି ଆସିଲା ପରେ ହାଇ ଫ୍ଲେମ୍ରେ କଭରକୁ ଜମା ଖୋଲିବେନି। ଯେତେବେଳେ ପୁରା ସିଟି ଚାଲିଯିବ ସେଇ ସମୟରେ କଭରକୁ ଖୋଲିବେ। ତ ଦେଖିବେ ଏଠି ପରଫେକ୍ଟଲି ପୁରା ଆଳୁ ଟମାଟୋ ପୁରା ସିଝି ବି ଯିବ ଆଉ ବହୁତ ବଢ଼ିଆ ବି ଲାଗିବେ, ଖାଇବା ପାଇଁ ବହୁତ ବଢ଼ିଆ ଟେଷ୍ଟ ବି ଲାଗେ। ତ ଆପଣମାନେ ଥରେ ଆକୁ ନିହାତି ଟ୍ରାଏ କରନ୍ତୁ। ଆଉ ଦେଖନ୍ତୁ ଆପଣମାନଙ୍କୁ ଗୋଟେ କ୍ରସ୍ କରିବି ମୁଁ ଏଠି ଦେଖେଇଦେଲି। ରସୁଣ ପୁଣି ବୁଟ ଡାଲି ସବୁ ପୁରାପୁରି ସିଝି ଯାଇଛି। ଆଉ ପିଆଜଟି ଦେଖନ୍ତୁ କ୍ରସ୍ କରିବି ଦେଖେଇ ଦେଉଛି। ଦେଖନ୍ତୁ ପିଆଜ ବି ଯେମିତିକି ଆମେ କ୍ରସ୍ କରିବା ନା, କ୍ରସ୍ ହେଇଯାଉଛି। ତ ପରଫେକ୍ଟଲି ଏଠି ସିଝି ବି ଯାଇଛି। ଆପଣମାନେ ଚାହିଁଲେ ଏଠି ବେଲା ସାହାଯ୍ୟରେ ଏଇଭଳି ଟିକେ ପ୍ରେସ୍ କରିକି ଟମାଟୋକୁ ସେଥିରେ ମେସ୍ କରିପାରିବେ, ପିଆଜକୁ ବି ମେସ୍ କରିପାରିବେ। ତ ଏବେ ଟିକେ ଆମେ ଭଲସେ ମିକ୍ସ କରିଦେବା, ଯେମିତିକି ଗ୍ରେଭିଟା ଟିକେ ବହଳିଆ ବନିବ। ଆଉ ଆଳୁ ବି ଟିକେ ଟିକେ ଆମେ କ୍ରସ୍ କରିଦେବା ଏଇଭଳି ମିକ୍ସ କରିକିରି। ତ এইଭଳି ପ୍ରୋସେସ୍ରେ ଆପଣମାନେ ଥରେ ଟ୍ରାଏ କରନ୍ତୁ, ଦେଖିବେ ଝଟପଟ ବି ବନେଇ ରେଡ଼ି ହେବ। ଆଉ ତା'ର ଜୁସ୍ଟା ବି ବହୁତ ବଢ଼ିଆ ଲାଗେ। ଆପଣମାନେ ୟାକୁ ଦହିବରା ବି ସହିତ ଖାଇବେ ନା, ବହୁତ ବଢ଼ିଆ ଟେଷ୍ଟ ଲାଗିବ, ଯେହେତୁ ପୁରାପୁରି ଆଳୁଦମ୍ ଭଳିଆ ହିଁ ବନିବ।
तो देखंतु आपण मानक पाखरु भी देखौछि केते बढ़िया पूरा कलर भी आसी। तो आपण माने चाहिले एमितिरे भी खाई परिबे नल जदी टिके झोल रखिया को चाहुछनी ताहले गरम गरम पानी भी ऐड करि परिबे। किंतु ध्यान रखिए ठंडा पानी जमारू एड करेंगे गरम पानी एड करने द्वारा कौन हम ना कुकिंग भी फास्ट हम आ देखिए पांचिया स्वाद भी आसबनी। तो मत जी तरकारी झोल दरकार से अनुसार पानी एड कर दीजिए आपने जी रखा चाहिए से अनुसार पानी को एड करेंगे। पुणी थे टे भलसे आपको मिक्स करदे आउ टे तार टेस्ट को बढ़ापी स्वाद को बढ़ापी अल्प टे देखो ये मुझे फ्रेश गोटा मसला पाउडर हाफ चामच एड कर चिकेन मसला एड कर। तो ये जेकोसी मसला भी आप जब घर बेसिक मसला अच्छे आपने एड करेंगे। तो ये कौन करेंगे ना भलसे पुणी थे जेहेतु मसलाटा एड कले टे मिक्स करदे आउ कि समय टे आम सीझा दबा। तो देखो आलू भी केते बढ़िया पूरा सीझी भी जाइए आप क्रश कर देखीदेली। तो बहुत बढ़िया आम रेसिपी बनिकी रेडी भी हो सारा। तो आपण मैंने घरे आपको निहाती ट्राए करूँ देखिए रुटी सहित चकुली सहित इडली सहित भी खाईपर रेसिपी आ परोटा सहित भी देखिए बहुत बढ़िया लगे रेसिपी। तो देखो फाइनाली आमर ये आलू बुट डाली रेसिपी बनिकी रेडी भी हो सारा। तो आपण मैंने घरे यही तरीके थे मात्र ट्राए करूँ केमती लगे कौन मत कमेंट बॉक्स रे कमेंट करूँ। आउ अल्प टिके फ्लेवर पाई बोली आम कंचा लंका को एड करदे पुणी थे टे कभर को बंद करी आउ टिके 2 ରୁ 3 मिनट टिके आम सीझा दबा। तो तापर 2 ରୁ 3 मिनट पर आपण मानक कभर बाहर कर देखुँ देखो टिके ये झोलटा पूरा पूरी बहलिया बनीगला। आपको अधिक समय आपको आम भी सीझा दबानी जेहेतु देखिए जदि झोलटा जब सुखीज तो ये खावा भल लगे जेहेतु मुझे रुटी सहित खाइबे तो टिके झोल झोल रही खावा भल लगे। तो आपण मैंने जमी पसंद से अनुसार ये झोल रखिपारे। तो गोटे आपण मानक गिना को भी बाहर कर देखी दूसरी देखो केते बढ़िया आम रेसिपी बनिकी रेडी होती। तो आपण मैंने आपको निहाती ट्राए करूँ फ्रेंड्स। आपड़ जब भिडियोटी मोर पसंद आसो सांग मानक सेयार करूँ लाइक करूँ चैनल जब नुआ अच्छा चैनल को मोर सब्सक्राइब कर दिंतु बेल आइकन क्लिक कर दिंतु जहाँफल मोर सब वीडियो नोटिफिकेशन प्रथम आपण मानक पहुँचो। मुझे इजी इजी वीडियो नहीं आसबि आपण मैंने देखी घरे आपको निहाती ट्राए करूँ। आउ जब फेसबुक पेज देखुं ताहले फेसबुक पेज मोर फॉलो करूँ इंस्टाग्राम रे देखुली फॉलो करने को जमारे भूलतुनि। आउ फ्रेंड्स आपण मैंने वीडियो तो देखुं किंतु कमेंट करूना आपण मैंने निहाती कमेंट करूँ मत भी खुशी लगे जे आपण मैंने मो वीडियो घरे ट्राए कर कमेंट कर कौ जिलू देखुं मत कमेंट मध्यम जनातु। तो देखो फाइनल रेसिपी बनीगला। तो से पर्यंत रोचे पुणी एक नुआ रेसिपी नहीं आसबि। नमस्कार जय जगन्नाथ।